Good morning everyone. This is me Madhusmita and welcome back to my YouTube channel. So ଆଜିର ମର୍ଣ୍ଣିଂଟା ପୁରା ମର୍ଣ୍ଣିଂ କୁହାଯିବ କ'ଣ ପାଇଁ ନା ବର୍ତ୍ତମାନ ବାଜିଛି 5:20 କି 25 ପାଖାପାଖି ହେବ। ମୁଁ ଏବେ ବର୍ତ୍ତମାନ ଅଛି କଳାବାଡ଼ିଆରେ। କ'ଣ ପାଇଁ ନା ଆଜି ଆସୁଛନ୍ତି ବାପା ଆଣ୍ଡ ଯେହେତୁ ଟିକେ ଟାଇମ୍ଟା ଲେଟ୍ ହେଇଗଲା ସୋ ଆଇ ହ୍ୟାଭ୍ ଲିଟିଲ୍ ଅଡ଼ିଟ୍। ତ ସେଇଥିପାଇଁ ମୁଁ ଭାବିଲି କ'ଣ କରିବା, ଫୋନ୍ଟା ଘାଟି ଯେହେତୁ ଜାମ୍ ଅଛି, ଫୋନ୍ ଅଫ୍ ଥିଲା, ସେଥିପାଇଁ ଭାବିଲି କି ମୁଁ ଡାଇରେକ୍ଟଲି ପଳେଇବାଟା ଭଲ। ଏମିତି ତ ମୁଁ ସହଜରେ ଉଠେନି ସକାଳୁ, ବଟ୍ ଆଜି ଫିଲହାଲ ଉଠିଯାଇଛି ଆଣ୍ଡ ଆସିକି ଏଠି ବସିଛି। ଭାବିଲି କ'ଣ କରିବି, ବସିକି କ'ଣ କରିବି, କେତେ ସମୟ ୱେଟ୍ କରିବି। ସକାଳୁ ନିଦଟା ଭାଙ୍ଗି ସାରିଲା ପରେ ବହୁତ ହି ଅଲଗା ଟାଇପ୍ର ଲାଗେ ଫିଲିଂ। ତ ସେଥିପାଇଁ ମୁଁ କ'ଣ ଭାବିଲି କ'ଣ କରିବି, ବସି ବସି ବୋରିଂ ହେଉଥିଲି, ସେଥିପାଇଁ ମୁଁ ଭାବିଲି ଗୋଟେ ବ୍ଲଗ୍ ଷ୍ଟାର୍ଟ କରିବା। ମାନେ ଯେହେତୁ ଘାଟି ଜାମ୍ ଅଛି, ସେ ଲେଟ୍ରେ ପହଞ୍ଚିବେ ଟିକେ, ଆଉ ମୁଁ ସେତେ ପର୍ଯ୍ୟନ୍ତ ଏଠି ବସିକି କ'ଣ କରିବି। ସକାଳୁ ସକାଳୁ ସମସ୍ତେ ୱାକ୍ ପାଇଁ ଯାଉଥିବେ, ମର୍ଣ୍ଣିଂ ୱାକ୍ ପାଇଁ ଯାଉଥିବେ, ବଟ୍ ମୁଁ କ'ଣ ୱାକ୍ କରିବି। ଆଉ ମୁଁ ଯେବେଠୁ ମୋ ଦେହ ଖରାପ ହେଇଛି ନା, ମୁଁ ସେବେଠୁ କିଛି ମର୍ଣ୍ଣିଂ ୱାକ୍ ହିଁ କରୁନି। ମୁଁ ବହୁତ ଟେନସନ୍ ହେଇଗଲି, ତ ସେଥିପାଇଁ ମୁଁ ଭାବୁଛି କି ଗୋଟେ ବ୍ଲଗ୍ ଷ୍ଟାର୍ଟ କରିଦେବା। ମୁଁ ଆପଣମାନଙ୍କୁ ଦେଖାଉଛି ମୁଁ ଆଗରୁ କେଉଁଠୁ ମର୍ଣ୍ଣିଂ ୱାକ୍ ଆସୁଥିଲି। ଗୋଟେ ମିନିଟ୍, ଏଇଟା ଦେଖନ୍ତୁ, ଏଇଟା ହେଉଛି ସେଇ ପଡ଼ିଆ ଯେଉଁଠିକୁ ମୁଁ ମର୍ଣ୍ଣିଂ ୱାକ୍ ପାଇଁ ଆସୁଥିଲି। ଏଇଟା ହେଉଛି କଳାବାଡ଼ିଆ ଆଣ୍ଡ ଏଇଟା ହେଉଛି ସେଇ ପଡ଼ିଆ ଯେଉଁଠି ମୁଁ ୱାକ୍ ପାଇଁ ଆସୁଥିଲି। ଏଇ ଜାଗାଟା, ଏଠି ଗୋଟେ ପାଇପ୍ ହେଇଯାଇଛି, ପାଇପ୍ ଗୁଡ଼ା ଅଛି, କିଛି ହେଉଛି ତ ପୂର୍ବରୁ କିନ୍ତୁ ନଥିଲା। ଆଣ୍ଡ ଏଇଠି ଆପଣଙ୍କୁ ଜୁମ୍ରେ ଦେଖାଉଛି, ପର୍ଟିକୁଲାର ଏଇ ଜାଗା ହିଁ, ପୁରା ଏଇ ପଡ଼ିଆଟା ଏପଟୁ ସେପଟ ପର୍ଯ୍ୟନ୍ତ। ଆଉ ଏଇଟା ହେଉଛି ଆମର ଢାବା, ନୀଲକମଲ ଢାବା। ଆପଣମାନେ ଚାହିଁଲେ ୱାକ୍ ପାଇଁ ଆସିକି ଚା ବି ପିଇପାରିବେ ମୋ ଭଳିଆ। ଆଗରୁ ମର୍ଣ୍ଣିଂ ୱାକ୍ ପାଇଁ ବହୁତ ସାରା ଲୋକ ଆସୁଥିଲେ, ବଟ୍ ଏବେ କ'ଣ ପାଇଁ ଆସୁନାହାନ୍ତି କେଜାଣି। ମୋ ଭଳିଆ ମୁଁ ଯେମିତି ଆସୁନି ସେମିତି ସମସ୍ତେ ଆସୁନଥିବେ ମୁଁ ଭାବୁଛି। କ'ଣ ପାଇଁ ନା ଆଗରୁ ବହୁତ ସକାଳ 4:30 କ୍ରସ୍ କଲା ମାନେ ହିଁ ବହୁତ ଲୋକ, ବହୁତ ଜଣ। କିନ୍ତୁ ଏବେ କାହିଁ ମୋତେ ଗୋଟେ ବି ଲୋକ, ମୁଁ ବର୍ତ୍ତମାନ ସୁଦ୍ଧା ଗୋଟେ ବି ଲୋକ ମୁଁ ଦେଖିପାରିଲି ନାହିଁ। କିନ୍ତୁ ବର୍ତ୍ତମାନ ଆକ୍ଚୁଆଲି ସମୟ ସହିତ ଲୋକମାନେ ବି ଟିକେ ଠକ ହେଇଗଲେଣି। ମୁଁ ବି ଠକ, ସେମିତି ନୁହଁ କି ଅଲଗା ଲୋକମାନେ ବି। ତ ଆଗରୁ ପ୍ରାୟତଃ ଦେଖୁଥିଲି ଏଜେଡ୍ ଲୋକମାନେ, ଟିକେ ଏଜ୍ ହେଇଥିବ ଲୋକମାନେ ବି ବହୁତ ଜଣ ଆସୁଥିଲେ, ଏମିତି ପିଲାମାନେ ବି ବହୁତ ଦୌଡ଼ୁଥିଲେ। ବଟ୍ ଏବେ କାହିଁ ମୁଁ ଦେଖିପାରୁନି ଗୋଟେ ବି। ଆଉ ପାଖାପାଖି ମୁଁ 5:15 ପାଖାପାଖି ଏଇଠି ପହଞ୍ଚିଲିଣି, ଫିର୍ ବି କାହିଁ ମୁଁ ଗୋଟେ ଲୋକ ଦେଖିପାରୁନି। ଆଉ ହେଇପାରେ ସେପଟେ ଆମର କୁଣିଅଣା ଲାଇନ୍ରେ ବି ବହୁତ ଲୋକ ଆସନ୍ତି, ତ ସେପଟେ ବି ହୁଏତ ଥାଇପାରନ୍ତି ଲୋକମାନେ, ବଟ୍ ଏପଟେ ଗୋଟେ ବି, ଏମିତି କୌଣସି ଗୋଟେ ବି ନାହାନ୍ତି। ଆଣ୍ଡ ମୁଁ ଆକ୍ଚୁଆଲି ଆସିଥିଲି ଏଠି, ତ ବସିଛି, ମୁଁ ସ୍କୁଟି ଉପରେ ବସିଛି। ଆଉ ତ ବସିଛି, ଆଉ ମୋ ବସିବା ଷ୍ଟାଇଲ୍ ଏମିତି କି ପଡ଼ିଯିବି ଯଦି ଛତୁ ହେଇଯିବି। କ'ଣ ପାଇଁ ନା ମୁଁ ଡବଲ୍ ଷ୍ଟାଣ୍ଡରେ ବସିନି, ଗୋଟେ ଷ୍ଟାଣ୍ଡରେ ବସିଛି, ସେଟା ବି ପୁଣି ଏମିତି ବସିଛି। ମୁଁ ଭାବୁଥିଲି ଯେତେବେଳେ ବସିବା ଅପେକ୍ଷା କାଳେ ମର୍ଣ୍ଣିଂ ୱାକ୍ ଯାଇକି ସେଠି ଦୌଡ଼ିଦେବି କି ଟିକେ, ବଟ୍ ଭାବିଲି ସକାଳୁ ସକାଳୁ ଆକ୍ଚୁଆଲି ସକାଳୁ ହିଁ ମର୍ଣ୍ଣିଂ ୱାକ୍ରେ ଆସିବା କଥା, ବଟ୍ ମୁଁ ଭାବିଲି ସକାଳୁ ହେବନି। ମାନେ ମୋ କହିବାର ଉଦ୍ଦେଶ୍ୟ ହେଉଛି ଯେ ମୁଁ ଏବେ ଉଠିକି ଆସିଛି, ଆଉ ତ ସେଥିପାଇଁ ମୋତେ ଇଚ୍ଛା ହିଁ ହେଉନି। ଏଇଟା ମୁଁ ରେଡ଼୍ ନେଲ୍ ପଲିସ୍ ବହୁତ ଦିନ ପରେ ଲଗେଇଛି। ମୋତେ ଥଣ୍ଡା ଏତେ ଜୋରସେ କାହିଁ ହେଉଛି, ମୁଣ୍ଡ ଖରାପ। ଆଉ ଏଠି ଭିୟୁଟା ବହୁତ ମସ୍ତ ଆସୁଛି। ଆକ୍ଚୁଆଲି ମୁଁ ସକାଳ ଟାଇମ୍ରେ ଭିୟୁଟା ଗୋଟେ ଜାଗାରେ ବହୁତ ମସ୍ତ ଆସେ। ଏଇ ଜାଗାଟା ଦେଖନ୍ତୁ, ଏଇ ଜାଗାଟା କେତେ ମସ୍ତ ଆସୁଛି। ଆକ୍ଚୁଆଲି ମୁଁ ଏଠି ଏମିତି ବସିଛି, ଲୋକମାନେ ଭାବୁଥିବେ ଇଏ ତ ୱାକ୍ ପାଖରେ କିଛି ଆସିଥିବନି, କି ମାନେ ଏମିତି ପୁରା ବସିଛି ଗାଡ଼ି ଉପରେ, ଆଉ କ'ଣ ଯେ ଭାବୁଥିବେ। ଭାବନ୍ତୁ, ଯିଏ ଯାହା ଭାବିଲା, ଆଇ ଡୋଣ୍ଟ କେୟାର। ମୁଁ ଜାଣିଛି ମୁଁ କ'ଣ ପାଇଁ ଆସିଛି। ଆଉ ଗୋଟେ ଜିନିଷ, ସବୁ ଟାଇମ୍ରେ ଗୋଟେ ଷ୍ଟାଇଲ୍ ମେଣ୍ଟେନ୍ କରିବା ପାଇଁ ଇଚ୍ଛା ହୁଏନି। ଫର୍ ଏକ୍ଜାମ୍ପଲ୍, ଗୋଟେ କୁଆଡ଼େ ଯାଇଛନ୍ତି, ଗୋଟେ କିଛି ସ୍ପେଶିଆଲ୍ ପ୍ଲାନ୍ ଅଛି, ଗଲେ ଗୋଟେ ଠିକ୍ ଠାକ୍ ବସିଲେ, କିନ୍ତୁ ମୁଁ କମ୍ଫର୍ଟେବୁଲ୍ ବସିବା ପାଇଁ, କମ୍ଫର୍ଟେବୁଲ୍ ରହିବା ପାଇଁ ବହୁତ ହିଁ ଭଲ ପାଏ। କ'ଣ ପାଇଁ ନା
ସବୁ ଜାଗାରେ ଗୋଟେ ଷ୍ଟାଇଲ୍ ମାରିକି ଗୋଟେ ବସିବ, ନିଜ ଗୋଟେ କମ୍ଫର୍ଟେବୁଲ୍ ଜୋନ୍କୁ ଗୋଟେ ଯିବା ପାଇଁ, ଗୋଟେ କମ୍ଫର୍ଟେବୁଲ୍ ଜୋନ୍ରେ ରହିବା ପାଇଁ, ନିଜ ଇଚ୍ଛାରେ ବସିବା ପାଇଁ, ଚାଲିବା ପାଇଁ ଇଚ୍ଛା ହୁଏ। ମାନେ ନିଜର ଗୋଟେ କମ୍ଫର୍ଟେବୁଲ୍ ବସିବା ଉଠିବା ସବୁ ଜିନିଷଟା ଟିକେ ନିଜର ଗୋଟେ କମ୍ଫର୍ଟେବୁଲ୍ ଗୋଟେ ଜିନିଷ ଥାଏ। ବଟ୍ କୁଆଡ଼େ ଆମେ ଯାଇଥିବା କିଛି କରୁଥିବା ଦେନ୍ ସେଇଟା ହେଇପାରେନି। ତ ମୁଁ ଏବେ ସକାଳୁ ଉଠିକି ପୁରା ଆସିଛି, ସେଥିପାଇଁ ଭାବିଲି ମୁଁ ମୋର ଯେମିତି କମ୍ଫର୍ଟେବୁଲ୍ ଇଚ୍ଛା ମୋଟେ ଅଛି ବସିଛି, କାହାକୁ ଆଉ ଚିନ୍ତା କରିହେବନି ଭାଇ। ବହୁତ ସମୟ ଗଲା ପରେ ବହୁତ ସମୟ ଗଲା ପରେ 2ଟା ଲୋକକୁ ଦେଖିଲି ଆସିଲେ ୱାକ୍ ପାଇଁ, ବଟ୍ ସେପଟେ ଯାଉନାହାନ୍ତି, ଆମର ଏଇପଟେ ଆସୁଛନ୍ତି ହାଇସ୍କୁଲ, ମାନେ କଳାବଡ଼ିଆରୁ ସେଠି ଜଣ ଗୋଟେ ହାଇସ୍କୁଲ ଅଛି, ସେଇ ପାଖକୁ ସେଇ ପଟ ରାସ୍ତା ଦେଖି ଯାଉଛନ୍ତି। ଏଇ ହ୍ୟାଲୋ ଠକି କ'ଣ ସେଠି ଗୋଟେ ଅଛି, ଏଠି ଗୋଟେ ଆକ୍ଚୁଆଲି ଡଗ୍ ଯାଉଛି, ଆଉ ଗୋଟେ ସେପଟେ ଅଛି କୋଉଟା ହଁ ସେଇପଟେ ବହୁତ ସାରା କୁତ୍ତା, ଏଇଟା ଏଇ ଗାଈ ଗୁଡ଼ା 1 2 3ଟା। ସେ ତାଙ୍କର ଭାଷାରେ କଥା ହେଉଛନ୍ତି, କ'ଣ, ତାପରେ ଏପଟେ ଆସୁଛନ୍ତି, ସିଏ ଆଗେଇ ଗଲା। ଇଏ ଦେଖନ୍ତୁ ଇଏ ସାଉଣ୍ଡ କଲା ବେଳକୁ ଇଏ ଅନଉଛି, ଦେଖନ୍ତୁ ଅନେଇଲା, ଏବେ ଗଲା। ଭାଇ ମଣିଷ ଥାନ୍ତି ମୁଁ ଜାଣିଛି, କୁକୁର ମାନେ ଓହ ଏଇ ଗାଡ଼ିଟା ଗୋଟେ କେମିତି ଗଲା, କାର୍ଟା ଦେଖନ୍ତୁ ମାନେ ମଣିଷ ମାନେ ଏଇଥିପାଇଁ, ମାନେ ମଣିଷ ପାଇଁ ନା ଆକ୍ଚୁଆଲି ବହୁତ ଜିନିଷଟା ନା ମଣିଷର ବହୁତ ଭୁଲ ଥାଏ। ମାନେ ମୁଁ ଏଇଠି ଜଷ୍ଟ ଭିଡ଼ିଓ ବନାଉଛି ଆପଣମାନଙ୍କ ସାମ୍ନାରେ, ସେ ଡଗ୍ଟା ଆସୁଥିଲା ବେଳେ ମୁଁ ଦେଖାଉଥିଲି ଆପଣଙ୍କୁ, କୁକୁରଟା ଯେତେବେଳେ ଆସୁଥିଲା ଏଇ ଜାଗାରେ, ଆପଣ ମାନେ ମେ ବି କ୍ୟାମେରାରେ ମୁଁ କ୍ୟାପଚର୍ କରିପାରିନି, ମାନେ ଗୋଟେ ଟ୍ରକ୍ ଯାଉଛି ତାକୁ ମାନେ ବାଇପାସ୍ ମାରିକି ସେ ଏମିତି ଯାଉଛି, ମାନେ ପୁରା ଧୂଳି ଉଡ଼ି ଯାଉଛି, ମାନେ ଚିନ୍ତା କରନ୍ତୁ ସେ କେତେ ଜୋରରେ ଯାଉଛି। ମାନେ ମଣିଷ ମାନେ ମୁଁ ବୁଝିପାରେନି, ଆପଣମାନଙ୍କୁ କ'ଣ 1 ମିନିଟ୍ର ବି ମାନେ ଅପେକ୍ଷା ନାହିଁ? ଆପଣମାନେ କ'ଣ ମାନେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ଏମିତି ଗାଡ଼ିରେ ବହୁତ ପଙ୍ଗା ନିଅନ୍ତି, ମାନେ ସିଏ ଯାଉଛି ମୁଁ ତାକୁ ହଁ ଯେଉଁ ଜାଗାରେ କ୍ରସ୍ କରିକି ତୁମର ଯିବା ରାସ୍ତା ଥିବ, ତୁମେ ସେଇ ଜାଗାରେ ରାସ୍ତା ଅଛି ତୁମେ ସେଇ ଜାଗାରେ ଯାଅ, କିନ୍ତୁ ସିଏ ଏମିତି ଟାଇପ୍ର ଜାଗାରେ ଯିବେ ଯେମିତି ସିଏ ତ ଛାଡ଼ନ୍ତୁ, ଯାହାର ଭୁଲ ଅଛି, ଯିଏ ମାନେ ସେମିତି ଯାଉଛି ସିଏ ତ ଯାହା ହବ ତାର ଅବସ୍ଥା ସେଇଟା କିଛି କେୟାର ନାହିଁ, ସେ ନିଜ କର୍ମର ଫଳ ନିଜେ ପାଇବ। କିନ୍ତୁ ଆପଣ ଚିନ୍ତା କରନ୍ତୁ, ଆପଣ ଯାଉଥିବା ଯେଉଁ ସାଇଡ଼୍ ବ୍ୟକ୍ତିଟା ତାର କ'ଣ ଅବସ୍ଥା ହେବ? ଆପଣଙ୍କର ତ କୌଣସି କମନ୍ ସେନ୍ସ ନାହିଁ, ଆପଣଙ୍କର କୌଣସି ତ ମାନେ ସେଇ ଚିନ୍ତାଧାରା ନାହିଁ, ଆପଣ ମରିବେ, ତା ସହିତ ତାକୁ ବି ହଇରାଣରେ ପକାଇବେ। ତ ମୁଁ ଏଇଠି ଗୋଟେ କାର୍ ଯାଉଥିଲା, ମୁଁ ଦେଖିଲି ଏତେ ସ୍ପିଡ଼ଲି ଯାଉଛି, ମାନେ କାର୍ଟାକୁ କ୍ରସ୍ କରିକି ଯାଉଛି, ମାନେ ମୁଁ ହଠାତ୍ କ୍ୟାମେରାଟା ବନ୍ଦ କରିଦେଲି, ମାନେ ଏପଟେ ଦେଖିଲି। ତ ଚାଲନ୍ତୁ, ବାବା ଫୋନ୍ କରିଥିଲେ ମୋତେ, ସିଏ ପହଞ୍ଚିଗଲେ ଜଗନ୍ନାଥ ଖୁଣ୍ଟା ପହଞ୍ଚିଲେ, ତ ମୁଁ ଭାବୁଛି ମୁଁ ଟିକେ ଢାବା ପାଖକୁ ଯାଇକି ନେଇ ଆସିବି, କ'ଣ ପାଇଁ ନା ୟାର ରାତିରେ ଯଦି ଅନିଦ୍ରା ବହୁତ ବାଧେ, ଆଉ ବସ୍ରେ ଟ୍ରେନ୍ରେ ହଉ ଯାହାରେ ହଉ। ତ ଚାଲନ୍ତୁ ଯିବା। ତ ଏଇଠି ଆସୁଛନ୍ତି ବାବା, ଆଣ୍ଡ ସେ ଓହ୍ଲେଇବେ ମେ ବି ଏଇଠି, ମୁଁ ଗେସ୍ କରୁଛି, ଭାବୁଛି ଯେ ଏଇଠି ସେ ଓହ୍ଲେଇବେ, ତ ସେଥିପାଇଁ ମୁଁ ପଳେଇ ଆସିଲି। ଦେଖିବା ମେ ବି ସିଏ ଜଗନ୍ନାଥ। ତ ଆଜି ମୁଁ ଗୋଟେ ନୂଆ ଜିନିଷ ଭାବିଛି ଯେ ଚିକେନ୍ଟା ଆକ୍ଚୁଆଲି ଏମିତି ପୋଡ଼ିକି ଖାଇଲେ କେମିତି ଲାଗିବ, ମାନେ ଏଇଟା ଆକ୍ଚୁଆଲି ମସଲା ସବୁ ପଡ଼ିଛି, ମସଲା ପଡ଼ି ସାରିଲା ପରେ ହାଲକା ଟିକେ ସିଝିଛି, ତାପରେ ଦେଖିବା ୟାର ଟେଷ୍ଟ କେମିତି ଲାଗୁଛି।